ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ବନପାଳଙ୍କ ଅଧୀନରେ ବିଭିନ୍ନ ସ୍ଥାନରେ ଥିବା କରତ କଳଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ହେବା ଫଳରେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କାଠ ମିସ୍ତ୍ରୀଙ୍କ ପରିବାର ଏବଂ ଘର ନିର୍ମାଣ ପାଇଁ କାଠ ଚିରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମାଞ୍ଚଳର ଲୋକମାନେ। ବାଲିଆପାଳ ବ୍ଲକ 28 ପଞ୍ଚାୟତର ଗୋଟିଏ ବି ସରକାରୀ କରତ କଳ ନାହିଁ, ଫଳରେ ଚିନ୍ତାରେ ଲୋକମାନେ। ସାଧାରଣତଃ ଏହି ଅଞ୍ଚଳରେ କାଠରେ ନିର୍ମିତ ସାମଗ୍ରୀର ଚାହିଦା ରହିଛି। ଝିଅ ବାହାଘର ଠାରୁ ଘର ନିର୍ମାଣ ପର୍ଯ୍ୟନ୍ତ ସବୁଥିରେ କାଠର ଆବଶ୍ୟକତା ହୋଇଥାଏ। କାଠ ମିସ୍ତ୍ରୀମାନେ ଖେଳନା ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେଭଳି ଗରିବ ଲୋକଟିଏ ଗୃହ ନିର୍ମାଣ ପାଇଁ କାଠ ଚିରିବାକୁ ଚାହିଁ ବସିଛନ୍ତି। ଦୀର୍ଘ ଦିନ ଧରି କରତ କଳ ବନ୍ଦ ରହିବାରୁ ଜୀବନ ଜୀବିକା ଠପ୍ ହୋଇଯାଉଛି। ପ୍ରଶାସନ ପକ୍ଷରୁ ନୀତି ନିର୍ଦ୍ଧାରଣ କରି ଏହି କରତ କଳଗୁଡ଼ିକ ଚଳାଇବା ପାଇଁ ନରୋତ୍ତମ ଦାସ, ଦିବ୍ୟନାଥ ଦାସ, ରସିଦ ସାହା, ସୁରଜ ସାନ୍ତରା, ପ୍ରସନ୍ନ ବେହେରା, ବୁଧିଆ ସାନ୍ତରା, ସନ୍ନ୍ୟାସୀ ସାହୁ, ବୁଲୁ ସାନ୍ତରା, ରାଜକିଶୋର ପାଲ, ଗନୁରୁଦ୍ଦିନ ସାହା, ଇନୁରୁଦ୍ଦିନ ସାହା ପ୍ରମୁଖ ଦାବି କରିଛନ୍ତି। ବାଲେଶ୍ୱରରୁ ଭୀଷ୍ମଚରଣ ମଲ୍ଲିକଙ୍କ ରିପୋର୍ଟ, ମୋବାଇଲ ଟିଭି।